ବଢୁଛି ଖରା ତାତି, ଜନଜୀବନ ଅସ୍ତବ୍ୟସ୍ତ। ସାରା ରାଜ୍ୟ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ଗୁଳଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ତାପମାତ୍ରା ହାରାହାରି 40 ଡିଗ୍ରୀ ଊର୍ଦ୍ଧ୍ୱରେ ରହୁଥିବା ବେଳେ ଶୁକ୍ରବାର ଦିନ ବାଲେଶ୍ୱରରେ ତାପମାତ୍ରା 37 ଡିଗ୍ରୀକୁ ଛୁଇଁଛି। ଖରା ସାଙ୍ଗକୁ ଝାଞ୍ଜି ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ଖରା ତାତି। ତେବେ ବାଲେଶ୍ୱରରେ ଅଧିକାଂଶ ସମୟରେ ଦିନବେଳା ଗ୍ରୀଷ୍ମ ପ୍ରବାହ ରହୁଥିବା ବେଳେ ଅପରାହ୍ନରେ କାଳବୈଶାଖୀ ହେଉଛି। ତାତିର ପ୍ରଖରତା ଯୋଗୁଁ ଦିନ 10ଟା ପରେ ରାସ୍ତାକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ସରକାରୀ ଅଫିସ ଏବଂ କୋର୍ଟ କଚେରୀ ସକାଳୁଆ ହୋଇଛି। ଏଥିସହିତ ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରା ସମୟରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରିବା ପାଇଁ ବାରଣ କରାଯାଇଛି। ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ପ୍ରଖରତା ଜନଜୀବନ ପ୍ରଭାବିତ ହେଉଛି। ତାତିରୁ ନିସ୍ତାର ପାଇବା ପାଇଁ ଲୋକେ ଘୋଳଦହି, ପଇଡ଼, ତାଳସଜ ଓ ଲସିର ସାହାରା ନେଉଛନ୍ତି। ଗ୍ରୀଷ୍ମ ପ୍ରବାହ ବେଳେ ପଥଚାରୀଙ୍କର ତୃଷ୍ଣା ନିବାରଣକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ରମାନ ଖୋଲାଯାଇଛି। ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଅଂଶୁଘାତ ସମ୍ପର୍କରେ ସୂଚନା ଜାରି କରାଯାଇଛି। ଦିନ 10ଟା ପରେ ଘରୁ ନ ବାହାରିବା, ବାହାରକୁ ବାହାରିଲେ ଆଖିରେ କଳା ଚଷମା ପିନ୍ଧିବା, ମୁଣ୍ଡରେ ଗାମୁଛା ଗୁଡ଼ାଇବା ସହ ଥଣ୍ଡା ପାଣି ବୋତଲ ନେବା, ଆଖୁରସ, ଓଆରଏସ୍ ଦ୍ରବଣ, ତୋରାଣି ଆଦି ପିଇବା ପାଇଁ କୁହାଯାଇଛି। ସେହିପରି ଛୋଟ ପିଲା, ବୃଦ୍ଧ, ଗର୍ଭବତୀ ମହିଳା, ବ୍ଲଡ ପ୍ରେସର ଓ ଡାଇବେଟିସ ରୋଗୀ ଦିନ 11ଟା ଆଦୌ ଖରାରେ ବାହାରକୁ ନ ବାହାରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ପାଣିପାଗ ବିଭାଗର ସୂଚନା କହୁଛି, 2024 ମସିହା ଏପ୍ରିଲ ମାସ 30 ତାରିଖରେ ବାଲେଶ୍ୱର ଜିଲ୍ଲାରେ ତାପମାତ୍ରା ସର୍ବାଧିକ 46 ଡିଗ୍ରୀରେ ପହଞ୍ଚିଥିଲା। ସେହିପରି 27 ତାରିଖରେ ତାପମାତ୍ରା ସର୍ବନିମ୍ନ 41.7 ଡିଗ୍ରୀ ରହିଥିବା ବେଳେ ଜୁନ ମାସ 10 ତାରିଖରେ ତାପମାତ୍ରା 40.5 ଡିଗ୍ରୀକୁ ଛୁଇଁଥିଲା। ସେହିପରି ଚଳିତ ଏପ୍ରିଲ ମାସ 25 ତାରିଖରେ ଜିଲ୍ଲାର ତାପମାତ୍ରା ସର୍ବାଧିକ 37.8 ଡିଗ୍ରୀ ସେଲସିୟସ୍ ପହଞ୍ଚିଥିଲା ଏବଂ ମେ ମାସ 8 ତାରିଖରେ ତାପମାତ୍ରା 37 ଡିଗ୍ରୀରେ ପହଞ୍ଚିଛି। ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।